ଭୁବନ ମୋ ସଂସ୍କୃତି ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ହସ୍ତକଳା ପ୍ରତିଯୋଗିତା। ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୀରାବାଇ ଆର୍ଟ ଆଣ୍ଡ କ୍ରାଫ୍ଟ ଏକାଡେମୀ ପରିସରରେ ଭୁବନ କ୍ରାଫ୍ଟ ଚ୍ୟାଲେଞ୍ଜ ପ୍ରତିଯୋଗିତା ହୋଇଯାଇଛି। ଏଥିରେ ବଛା ବଛା 20 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଆର୍ଟରେ ପ୍ରଥମେ ସୁଦୀପା ମାଝୀ, ଦ୍ୱିତୀୟ ଅନୁଷ୍କା ସାହୁ, ତୃତୀୟରେ ଦିବ୍ୟସ୍ମିତା ଆଏଚ୍ ସ୍ଥାନ ଅଧିଗ୍ରହଣ କରିଥିଲେ। କ୍ରାଫ୍ଟରେ ପ୍ରଥମେ ପ୍ରୀତି ପ୍ରିୟଦର୍ଶିନୀ, ଦ୍ୱିତୀୟରେ ସୁଦୀପା ମାଝୀ, ତୃତୀୟରେ ବିବେକ କୁମାର ବେହେରା ସ୍ଥାନ ଅଧିକାର କରିଥିଲେ। ନିରୀକ୍ଷକ ଭାବେ କ୍ରାଫ୍ଟ ଶିକ୍ଷକ ଶିଳ୍ପା ସିଂ, ଚିତ୍ରକଳାରେ ନାରାୟଣ ସାହୁ, ଦୂରଦର୍ଶନ ନିର୍ଦ୍ଦେଶକ ଭଗବାନ ଗୁରୁ ଯୋଗ ଦେଇଥିଲେ। ତେବେ ଏଥିରେ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ ସାହୁ ଓ ତୃପ୍ତି ପାଠାଗାର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେବା ସହିତ ଟେଣ୍ଟ କର୍ଣ୍ଣର କୃଷ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଭୁବନରୁ ସଚିଦାନନ୍ଦଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।